ପିତା ମାତାମାନଙ୍କର ଧନ ସମ୍ପତ୍ତି ସେମାନଙ୍କର ପୁଅ ଝିଅମାନେ ଅଟନ୍ତି। ପିତାମାତାମାନେ କେତେ ପରିଶ୍ରମ କରି କେତେ ସ୍ନେହରେ ପ୍ରେମରେ ନିଜର ପୁଅ ଝିଅମାନଙ୍କର ଲାଳନ ପାଳନ କରନ୍ତି। ସେମାନଙ୍କର ଶିକ୍ଷାଠୁ ନେଇ ସେମାନଙ୍କର ଖାଦ୍ୟ, ସେମାନଙ୍କର ପୋଷାକ ପତ୍ର ସବୁ ବିଷୟରେ ଅତି ଗୁରୁତ୍ୱପୂର୍ଣ୍ଣ ସହିତ ସେମାନେ ଯତ୍ନ ନିଅନ୍ତି। ସେମାନେ ନିଜେ ନ ଖାଇ ନିଜର ପୁଅ ଝିଅମାନଙ୍କୁ ଖୁଆନ୍ତି। ସେମାନେ ନିଜେ ଠିକ୍ ବସ୍ତ୍ର ନ ପିନ୍ଧି ନିଜର ପୁଅ ଝିଅମାନଙ୍କୁ ଠିକ୍ ବସ୍ତ୍ର ପିନ୍ଧାନ୍ତି। ସେମାନେ ଅଳ୍ପ ପାଠ ପଢ଼ିଥିଲେ ମଧ୍ୟ ନିଜର ପୁଅ ଝିଅମାନଙ୍କୁ ସେମାନେ ଉଚ୍ଚ ଶିକ୍ଷିତ ସେମାନଙ୍କୁ କରୁଛନ୍ତି। ଯେତେବେଳେ ପୁଅ ଝିଅମାନଙ୍କୁ ଦେହ ଖରାପ ହୁଏ, ସେମାନଙ୍କୁ ଟିକେ ମାଡ଼ ହେଇଯାଏ, ସେହି ସମୟରେ ମା ବାପାମାନଙ୍କର ଆଖିରୁ ଲୁହ ଖସି ପଡ଼େ। ମାତ୍ର ଆମେ ଦେଖୁଛୁ ଏହି ଦିନମାନଙ୍କରେ ଯେ କି ପ୍ରକାର ଭାବରେ ଯୁବା ଯୁବତୀମାନଙ୍କୁ ନିର୍ଦ୍ଦୟ ଭାବରେ ସେମାନଙ୍କୁ ମାଡ଼ ମରାଯାଉଛି। ସେମାନେ ଏତିକି ପ୍ରୋଟେଷ୍ଟ କଲେ ଯେ ସେମାନଙ୍କର ଶିକ୍ଷା ବ୍ୟବସ୍ଥାକୁ ଠିକ୍ କରାଯାଉ, ପେପର ଲିକ୍ଟାକୁ ସେମାନଙ୍କୁ ଠିକ୍ କରାଯାଉ। ଏଇସବୁ ବିଷୟ ନେଇ ଯୁବା ଯୁବତୀମାନେ ସେମାନେ ରାସ୍ତାରେ ଓହ୍ଲାଇ ସେମାନେ ନିଜର ଦାବିକୁ ସେମାନେ ମାଗୁଛନ୍ତି, ନିଜ ଅଧିକାରକୁ ସେମାନେ ମାଗୁଛନ୍ତି। ମାତ୍ର କି ପ୍ରକାର ଭାବରେ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି, ସେମାନଙ୍କୁ ମରାଯାଉଛି, ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ପ୍ରିୟମାନେ, ଆମମାନଙ୍କର ଯୁବା ଯୁବତୀମାନଙ୍କର ଭବିଷ୍ୟତ ସହିତ ଖେଳିବା ପାଇଁ କାହାର ମଧ୍ୟ ଅଧିକାର ନାହିଁ। ଆମମାନଙ୍କର ଯୁବା ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର IPL ଗେମ୍ରେ, ବିଭିନ୍ନ ପ୍ରକାର ସିନେମାରେ, ବିଭିନ୍ନ ପ୍ରକାର ରିଲ୍ସ ଗୁଡ଼ିକରେ ସେମାନଙ୍କୁ ଉଲଝାଇକା ରଖାଯାଇଥିଲା। ମାତ୍ର ସେମାନେ ଶିକ୍ଷିତ ଯୁବା ଯୁବତୀମାନେ ଯେଉଁ ସମୟରେ ସେମାନେ ସତ୍ୟତାକୁ ଜାଣିଲେ, ଏବେ ସେମାନେ ସେମାନଙ୍କର ଅଧିକାର ପାଇଁ ସେମାନଙ୍କୁ ସାମ୍ନାକୁ ଆସୁଅଛନ୍ତି। ଆଉ ସେମାନେ ନିଜ ଅଧିକାରକୁ ସେ ମାଗୁଅଛନ୍ତି। ସେଇଟା ସେମାନଙ୍କର ଅଧିକାର ଅଟେ। ଆମମାନଙ୍କର ଯୁବା ଯୁବତୀମାନେ ଆମମାନଙ୍କର ଦେଶର ଭବିଷ୍ୟତ ଅଟନ୍ତି। ଯଦି ଆମେ ସେମାନଙ୍କୁ ମାରିବା, ସେମାନଙ୍କୁ ପିଟିବା ଆଉ ସେମାନଙ୍କ ପ୍ରତି ଯଦି ଅନ୍ୟାୟ କରିବା, ତାହେଲେ ଆମମାନଙ୍କ ଦେଶର ଅବସ୍ଥା କି ପ୍ରକାର ହେବ? ଆଜି ଯେଉଁ ପ୍ରକାର ପରିସ୍ଥିତି ଆମମାନଙ୍କ ଦେଶ ମଧ୍ୟରେ ଚାଲିଛି, ଯେ ଆମମାନଙ୍କର ଯୁବପିଢ଼ିମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି ଆଉ ସେମାନଙ୍କୁ ବିଭିନ୍ନ ପ୍ରକାର ଭାବରେ ନିର୍ଯାତନା ଦିଆଯାଉଛି। ପ୍ରିୟମାନେ, ଏହି ଅନ୍ୟାୟର ପ୍ରତିକାର ପରମେଶ୍ୱର କରିବେ। ଆମେ ଦେଖୁଛୁ ଯୋସେଫ ବୋଲି ଜଣେ ବ୍ୟକ୍ତି, ଗୋଟେ ଯୁବା ପୁଅ, ନିଜ ଘରେ ସେ ବହୁତ ସୁନ୍ଦର ଭାବରେ ସେ ରହୁଥିଲେ। ଆଉ ପରମେଶ୍ୱର ତାଙ୍କୁ ସ୍ୱପ୍ନ ଆଉ ଦର୍ଶନ ଦ୍ୱାରା ତାଙ୍କୁ ଜଣେଇଥିଲେ ଯେ ସେ ଦିନେ ସେ ବହୁତ ବଡ଼ ଲୋକ ହେବେ। ତାଙ୍କର ଭାଇମାନେ ତାଙ୍କୁ ପ୍ରଣାମ କରିବେ, ତାଙ୍କ ମା ବାପାମାନେ ତାଙ୍କୁ ପ୍ରଣାମ କରିବେ, ସେ ଏତେ ଉଚ୍ଚ ପଦରେ ଯିବେ। ଏଇ କଥା ଯେଉଁ ସମୟରେ ତାଙ୍କର ଭାଇମାନେ ଶୁଣିଲେ, ସେତେବେଳେ ରାଗିଗଲେ, ଈର୍ଷା କଲେ। ଆଉ ସେ କହିଲେ, ତୁ ଆମଠାରୁ ବଡ଼ ହେବୁ, ତୋତେ ଆମେ ନମସ୍କାର କରିବୁ, ତୋତେ ଆମେ ପ୍ରଣାମ କରିବୁ, ତୋତେ ଆମେ ଗୌରବ ଦେବୁ। ତାହେଲେ ସେମାନଙ୍କ ଭିତରେ ସେହି ପ୍ରକାର କ୍ରୋଧ, ସେହି ପ୍ରକାର ଈର୍ଷା ସେମାନେ ପଳାଇ ଆସିଲା। କି ପ୍ରକାର ଭାବରେ ଯୋସେଫକୁ ସେମାନେ ମାରିବା ପାଇଁ ସେମାନେ ଯୋଜନା କଲେ। ଦେଖାଯାଉଛି, ଯଦି ପଢ଼ିବା ଆଦି ପୁସ୍ତକ ଏହାର 37 ଅଧ୍ୟାୟ 23 ପଦ, ଅନନ୍ତର ଯୋସେଫ ଭାଇମାନଙ୍କ ନିକଟକୁ ଆସନ୍ତେ ସେମାନେ ତାହାର ଅଙ୍ଗରଖା ନେଇ ନାନା ବର୍ଣ୍ଣର ଅଙ୍ଗରଖା ତା ଦେହରୁ କାଢ଼ି ନେଲେ, ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇ ଦେଲେ। ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନଥିଲା। ଦେଖନ୍ତୁ, ନିଜର ଭାଇମାନେ, ବଡ଼ ଭାଇମାନେ ଛୋଟ ଭାଇମାନଙ୍କର ଯତ୍ନ ନେବା କଥା। ସେମାନେ ଯଦି କେଉଁଠି ପଡ଼ିଗଲେ ଉଠାଇବା କଥା, ସେମାନଙ୍କୁ କି ପ୍ରକାର ଭାବରେ ଗାଇଡ଼ କରିବା କଥା। ମାତ୍ର ଏହି ସ୍ଥାନରେ ବଡ଼ ଭାଇମାନେ ସାନ ଭାଇଙ୍କୁ ଗାତରେ ପକାଇ ଦେଉଛନ୍ତି, ଗାତରେ ଠେଲି ଦେଉଛନ୍ତି, ତାଙ୍କ ଦେହରୁ ପୋଷାକ ବାହାର କରି ତାଙ୍କୁ ଠେଲି ଦେଉଛନ୍ତି। ଅନ୍ୟାୟ କରାଯାଉଛି, ସମ୍ପୂର୍ଣ୍ଣ ଭାବରେ ଯୋସେଫଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଯେଉଁ ପ୍ରକାର ଅନ୍ୟାୟ ବର୍ତ୍ତମାନ ଚାଲିଛି, ସେହି ପ୍ରକାର ଅନ୍ୟାୟ ଆଗରୁ ମଧ୍ୟ ଥିଲା। ଏହି ଅନ୍ୟାୟ ଚାଲିଛି, ମାତ୍ର ପରମେଶ୍ୱର ନ୍ୟାୟବାନ ଅଟନ୍ତି, ସେ ଅନ୍ୟାୟ ହେବା ପାଇଁ ଦେବେ ନାହିଁ। ଯୋସେଫକୁ ଗାତ ଭିତରେ ଫିଙ୍ଗି ଦିଆଗଲା ପରେ ସେତିକିରେ ତ ସେମାନଙ୍କର ମନ ଶାନ୍ତ ହେଲା ନାହିଁ। ଏହାପରେ ପଢ଼ିବା ଆମେ 26 ପଦରେ, ସେତେବେଳେ ଯିହୁଦା ଭାଇମାନଙ୍କୁ କହିଲା, ଆମ୍ଭମାନଙ୍କ ଭାଇକି ବୋଧ କରି ତାହାର ରକ୍ତ ଗୋପନ କଲେ ଆମ୍ଭମାନଙ୍କର ଲାଭ କ'ଣ? ଆସ, ଆମ୍ଭେମାନେ ତାକୁ ଏହି ଇସମାଏଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ।
ଆମ୍ଭମାନଙ୍କର ହସ୍ତ ତାହା ପ୍ରତିକୂଳରେ ନ ଉଠୁ, କାରଣ ସେ ଆମ୍ଭମାନଙ୍କର ଭ୍ରାତା ଓ ଆମ୍ଭମାନଙ୍କର ମାଂସ ସ୍ୱରୂପ। ତହିଁରେ ତାହାର ଭାଇମାନେ ସମ୍ମତ ହେଲେ। ଆଉ କ'ଣ କଲେ? ସେ ଇସମାଏଲ ଲୋକମାନଙ୍କ ହାତରେ ଯୋସେଫକୁ ବିକ୍ରୟ କରିଦେଲେ। ପ୍ରିୟମାନେ, ଯୁବା ବ୍ୟକ୍ତିମାନଙ୍କୁ କି ପ୍ରକାର ଭାବରେ ଅନ୍ୟାୟ କରାଯାଇଛି, ଆରମ୍ଭରୁ ହିଁ ସେହି ପ୍ରକାର ଅନ୍ୟାୟ ଚାଲିଛି। ଯୁବାମାନଙ୍କୁ ଚାପି ରଖିବା, ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଦେବା ନାହିଁ, ଏହି ପ୍ରକାର ଭାବରେ ଅନ୍ୟାୟ କରାଯାଇଛି। ମାତ୍ର ପରମେଶ୍ୱର ଯୋସେଫଙ୍କର ସହବର୍ତ୍ତୀ ଥିଲେ। ଆଜି ପରମେଶ୍ୱର ଆମ ଯୁବାମାନଙ୍କ ସାଙ୍ଗରେ ଅଛନ୍ତି। ସେମାନଙ୍କୁ ଛାଡ଼ି ଦେଇନାହାନ୍ତି, ସେମାନଙ୍କୁ ତଳି ଧରିବେ, ସେମାନଙ୍କୁ ଉପରକୁ ନେବେ। ଆଉ ପରମେଶ୍ୱର ଆମେ ପ୍ରାର୍ଥନା କରିବା ପ୍ରଭୁଙ୍କ ନିକଟରେ ଆମର ଯୁବାମାନଙ୍କୁ ନଷ୍ଟ ହେବା ପାଇଁ ଦିଅ ନାହିଁ, ହାରିଯିବା ପାଇଁ ଦିଅ ନାହିଁ, ଆଗକୁ ବଢ଼ିବା ପାଇଁ ଦିଅନ୍ତୁ। କାରଣ ଯୁବ ଶକ୍ତି ହିଁ ଆମର ଦେଶକୁ ଉପଯୁକ୍ତ ମାର୍ଗରେ କଢ଼େଇ ନେଇଯାଇପାରିବ। ଯୁବାମାନଙ୍କର ସ୍କନ୍ଧରେ ଆମମାନଙ୍କର ଶାସନ ଭାର, ଦାୟିତ୍ୱ ଭାର ଦିଆଗଲେ ଯୁବାମାନେ ଅତି ସୁନ୍ଦର ଭାବରେ ସେହି ଦାୟିତ୍ୱକୁ ତୁଲାଇ ପାରିବେ। ଯେଉଁ ସମୟରେ ଯୋସେଫ ମିଶର ଦେଶର ପ୍ରଧାନମନ୍ତ୍ରୀ ଭାବରେ ସେ ନିଯୁକ୍ତ ହେଲେ, ସେହି ସମୟରେ ଯୋସେଫଙ୍କର ମିଶର ଦେଶର ଗୋଲ୍ଡେନ୍ ପିରିୟଡ଼ ପଳାଇ ଆସିଲା। ଦୁନିଆରେ କୌଣସି ଦେଶରେ ଖାଇବାକୁ ନଥିବା ସମୟରେ ମିଶର ଦେଶରେ ଖାଇବାଟା ଥିଲା। ଯେଉଁ ଯୁବାକୁ ଲୋକମାନେ ତାଙ୍କ ନିଜ ଭାଇମାନେ ଗାତରେ ଫିଙ୍ଗିଦେଲେ, ଯେଉଁ ଯୁବାକୁ ପୋଟିଫରଙ୍କର ସ୍ତ୍ରୀ ବିନା ଦୋଷରେ କାରାଗାରରେ ନିକ୍ଷେପ କରିଦେଲେ। ଦେଖନ୍ତୁ, ଆଜି ଅନେକ ଯୁବାମାନେ ବିନା ଦୋଷରେ କାରାଗାର ମଧ୍ୟକୁ ପଳାଇ ଯାଉଛନ୍ତି, ତାଙ୍କ ଉପରେ ଏଫଆଇଆର ହେଉଛି, ତାଙ୍କୁ ଜେଲ୍ ମଧ୍ୟକୁ ନିଆଯାଉଛି। ମାତ୍ର ଯେଉଁ ଯୁବାମାନେ ନିଜ ଅଧିକାର ପାଇଁ ଲଢ଼ୁଛନ୍ତି, ସେ ଯୁବାମାନଙ୍କୁ ପରମେଶ୍ୱର କି ପ୍ରକାର ଭାବରେ ସାହାଯ୍ୟ କରୁଛନ୍ତି। ଯୋସେଫକୁ ପରମେଶ୍ୱର ସାହାଯ୍ୟ କଲେ। ସେ କାରାଗାରରେ ଥିଲେ, କାରାଗାରରୁ ଉଠେଇ ତାଙ୍କୁ ମିଶର ଦେଶର ପ୍ରଧାନମନ୍ତ୍ରୀ କରିଦେଲେ। ଏତେ ଉଚ୍ଚ ପଦରେ ପରମେଶ୍ୱର ଯୋସେଫଙ୍କୁ ନେଇଗଲେ। ଚାରିଆଡ଼େ ଖାଇବାର ଅଭାବ, ଏ ଭାଇମାନଙ୍କୁ ମଧ୍ୟ ଖାଇବାର ଅଭାବ ହେଲା। ସେମାନେ ମଧ୍ୟ ଯୋସେଫଙ୍କ ପାଖକୁ ଗଲେ, ଆଉ ଯୋସେଫଙ୍କୁ ନ ଜାଣି ତାଙ୍କୁ ପ୍ରଣାମ କରୁଛନ୍ତି, ମୁଣ୍ଡିଆ ମାରୁଛନ୍ତି। କାରଣ ବାଇବଲରେ ଆଗରୁ ହିଁ ଲେଖାଯାଇଥିଲା ଯେ ଯୋସେଫ ଦିନେ ବଡ଼ ଲୋକ ହେବେ। ପ୍ରିୟମାନେ, ଯୋସେଫଙ୍କର ଯେଉଁ ଦର୍ଶନ ଥିଲା, ଆଜି ଆମମାନଙ୍କ ଯୁବାମାନଙ୍କ ପାଖରେ ମଧ୍ୟ ସେହି ଦର୍ଶନ ଅଛି ଯେ ସେମାନେ ନେତୃତ୍ୱର ଭାର ନେବେ। ପ୍ରିୟମାନେ, ଆସନ୍ତୁ ଆମମାନେ ଯୋସେଫକୁ ଯେ ପ୍ରକାର ପରମେଶ୍ୱର ଉଚ୍ଚ ପଦକୁ ନେଇଗଲେ, ଆମମାନଙ୍କ ଯୁବାମାନଙ୍କ ସପକ୍ଷରେ ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା, ସେମାନଙ୍କୁ ଯେ ପ୍ରକାର ପରମେଶ୍ୱର ଉପରକୁ ଉଠାଇବେ, ହାରିବା ପାଇଁ ଦେବେ ନାହିଁ। ସେମାନଙ୍କୁ ଯତ୍ନ ତତ୍ତ୍ୱ ପରମେଶ୍ୱର ନେବେ। କାରଣ ଆମମାନଙ୍କ ଯୁବାମାନେ ଦେଶର, ସମାଜର ଭବିଷ୍ୟତ। ସେମାନେ ଯଦି ନିଜ ଦାୟିତ୍ୱକୁ ଠିକ୍ ଭାବରେ ତୁଲାଇବେ, ଦେଶ ଉନ୍ନତିର ମାର୍ଗରେ ଯିବ। ଯୋସେଫ ଯେତେବେଳେ ମିଶର ଦେଶର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି, ତାହେଲେ ଏତେ ପରିମାଣରେ ଶସ୍ୟ, ଏତେ ପରିମାଣରେ ଧନ ସମ୍ପତ୍ତି, ଦୁନିଆର ସବୁ ଦେଶର ଲୋକ ମିଶର ଦେଶରେ ଖାଦ୍ୟ ଅଛି ଏହା ଶୁଣି ଆସି ମିଶର ଦେଶରୁ ଖାଦ୍ୟ କିଣିଲେ। କାରଣ ଯୁବାମାନଙ୍କ ସ୍କନ୍ଧରେ ଯେତେବେଳେ ଆମେ ଦାୟିତ୍ୱ ଭାର ଦେବା, ଯୁବାମାନେ, ପ୍ରଭୁଙ୍କ ଯୁବାମାନେ ଅତି ସୁନ୍ଦର ଭାବରେ ତାହାକୁ ତୁଲାଇ ପାରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ସ୍ୱର୍ଗୀୟ ପିତା, ଯେଉଁ ପ୍ରକାର ଅନ୍ୟାୟ ଯୁବା ଯୁବତୀମାନଙ୍କ ପ୍ରତି ଚାଲିଛି, ନିର୍ଦ୍ଦୟ ଭାବରେ ସେମାନଙ୍କୁ ମରାଯାଉଛି, ସେମାନେ କ୍ଷତବିକ୍ଷତ ଅବସ୍ଥାରେ ଅଛନ୍ତି, ବିଭିନ୍ନ ପ୍ରକାର ପରିସ୍ଥିତିରେ ଅଛନ୍ତି। ମା' ବାପାମାନେ ମଧ୍ୟ ସେମାନେ ଆଖିରେ ଲୁହ ଧରି ନିଜର ପୁଅ ଝିଅମାନଙ୍କୁ ଅପେକ୍ଷା କରୁଛନ୍ତି। ଆମେ ଏ ସମୟ ପ୍ରାର୍ଥନା କରୁଛୁ, ସ୍ୱର୍ଗୀୟ ପିତା, ଦୟାକରି ଆମ ଯୁବା ଯୁବତୀମାନଙ୍କର ଯତ୍ନ ନିଅ। ଦେଶରେ ଶାନ୍ତି ତୁମେ ଦିଅ ପ୍ରଭୁ। ଏହି ଅଶାନ୍ତି ଗୁଡ଼ିକକୁ ଦୟାକରି ଦେଶରୁ ଦୂର କର। ଭାରତ ଗୋଟେ ଶାନ୍ତିପ୍ରିୟ ଦେଶ ଅଟେ, ଆଉ ଏହି ଦେଶରେ ଶାନ୍ତି ରାଜତ୍ୱ କରୁ। ଏହି ଅଶାନ୍ତିକର ମାହୋଲ ଗୁଡ଼ିକ ଚାଲିଯାଉ ପ୍ରଭୁ, ଏହା ଆମେ ପ୍ରାର୍ଥନା କରୁଛୁ ପ୍ରଭୁ। ଆମ ଦେଶକୁ ଦୟାକରି ତୁମେ ଯତ୍ନ ନିଅ। ଦେଶରେ ଯେଉଁ ବିଷୟ ଗୁଡ଼ିକ ଅଶାନ୍ତି ସୃଷ୍ଟି କରୁଛି, ସେ ସବୁ ବିଷୟ ଗୁଡ଼ିକକୁ ଆମେ ଯୀଶୁଙ୍କ ନାମରେ ଆମେ ବାହାର କରୁଛୁ ପ୍ରଭୁ। ଦୟାକରି ତୁମେ ଅନୁଗ୍ରହ ପ୍ରଦାନ କର। ଶାନ୍ତିରେ ସବୁ ବିଷୟ ହେବ, ଆଉ ଦେଶ ଉନ୍ନତି ଲାଭ କରିବ। ଦେଶ ମଧ୍ୟରେ ଏକତା, ମିଳନ, ପ୍ରେମ ରହିବ। ସମସ୍ତେ ଭାଇଚାରା ମଧ୍ୟରେ ପରସ୍ପର ସହିତ ରହି ଆଗକୁ ବଢ଼ିପାରିବେ। ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ପୁନର୍ବାର ମିଶିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।